4-5 ବର୍ଷ ସ୍କୁଲ ଯିବା ଆରମ୍ଭଠୁ କଲେଜ ଶେଷ ପର୍ଯ୍ୟନ୍ତ ଆମେ ତାର ସବୁ ଫୁଲଫିଲ୍ କଲେ। ତେଣୁ ଦୋଷ କାହାର? ଆମର। ପିଲା କେବେ ଖରାପ ହୁଅନ୍ତିନି, ବାପ ମା ତାକୁ ଖରାପ କରନ୍ତି। ତେଣୁ ଆମେ ଛୁଆ ବେଳୁ ଛୁଆଙ୍କ ମତରେ ଚାଲିଲେ ବଡ଼ ହେଲା ପରେ ତାଙ୍କ ମତରେ କାହିଁ ନ ଯିବା, ସେତେବେଳେ କାହିଁ ମନ ଦୁଃଖ କରିବା? ଠିକ ନା ଭୁଲ? ଠିକ। এইটা ସବୁବେଳେ ମନେ ରଖିବେ। ପିଲାଙ୍କୁ କଷ୍ଟ କରିବାକୁ ଦିଅନ୍ତୁ, ମେହନତ କରିବାକୁ ଦିଅନ୍ତୁ, ତାର କୌଣସି ଇଚ୍ଛାକୁ ପୂରଣ କରନ୍ତୁ ନାହିଁ। ଯଦି ପୂରଣ କରିଦେଲେ ଆପଣ ମାନେ ହିଁ ଠକିବେ। ତେଣୁ ଡାଇଲଗ କଣ କହିବି? ଗୋଟିଏ ମା ଡାଇଲଗ କହୁଛି, ହଇରେ ତମ ମାନଙ୍କୁ ପାଠ ପଢେଇବା ପାଇଁ ତୋ ବାପା ସବୁ ଜମି ବାଡ଼ିକୁ ତ ବିକ୍ରି କରିଦେଲେ, ଝିଅଟାକୁ ତ ଆମେ ମୂର୍ଖୁଣୀ କରିଦେଲୁ। ଆରେ ତମ ମାନଙ୍କୁ ପାଠ ପଢିବା ପାଇଁ ତୋ ବାପା ସବୁ ଜମି ବାଡ଼ି ବିକ୍ରି କରି ନିଜକୁ ମୂଲ ଲଗେଇ ପଇସା ଆଣି ତମ ମାନଙ୍କୁ ମଣିଷ କରିଥିଲା କଣ ଏଇ କଥା ଶୁଣିବା ପାଇଁ? ଠିକ ଠିକ ତମ ପୁଅ ପଣିଆ, ଠିକରେ ମୋର ଜନ୍ମ କରିବା ମା ପଣିଆ। ଏ ପେଟକୁ ମୁଁ ଧିକ୍କାର କରୁଛି, କାରଣ ନ ଖାଇ ନ ପିଇ ଛିଣ୍ଡା ପିନ୍ଧି ତତେ ମୁଁ ନୂଆ ଡ୍ରେସ ଆଣି ପିନ୍ଧେଇ ସ୍କୁଲକୁ ଛାଡୁଥିଲି। ଆଜି ତୁ ପାଠ ପଢି ଡାକ୍ତର ହେଇଗଲୁ, ଆଉ ତୁ ଇଞ୍ଜିନିୟର ହେଇଗଲୁ। ହେଲେ ଏ ଗାଁରେ ଥିବା ବାପ ମାଙ୍କ କଥା ତମର ଟିକେ ବି ମନେ ପଡୁନି। ଆଜି ମୁଁ ସେଇ ଭଗବାନଙ୍କୁ ଗୁହାରି କରୁଛି, ହେ ଜଗତର ନାଥ ଜଗନ୍ନାଥ, ଯଦି ବି ମତେ ନାରୀ ଜନ୍ମ ଦିଅ ତାହେଲେ ମତେ କେବେ ମା କରିବନି।